ଯଦି ତୁମେ କାହାକୁ କିମ୍ବା କାହାର ପ୍ରଗତି ପାଇଁ ଈର୍ଷା କରୁଛ, କାହା ବିଷୟରେ ଖରାପ ଭାବୁଛ କିମ୍ବା ଖରାପ କହୁଛ, ତେବେ ଜାଣି ରଖ ତୁମେ ତୁମ ନିଜ ପାଇଁ ନିଜେ ଏକ ଗାତ ଖୋଳୁଛ। କାରଣ ଯେଉଁମାନେ ଅନ୍ୟମାନଙ୍କ ଉନ୍ନତି ପାଇଁ ଈର୍ଷା କରନ୍ତି, ଅନ୍ୟମାନଙ୍କ ବିଷୟରେ ଖରାପ କୁହନ୍ତି, ତେବେ ସେମାନଙ୍କ ଆଡ଼କୁ ଆସୁଥିବା ଆଶୀର୍ବାଦ ନା ଅଧା ରାସ୍ତାରେ ହିଁ ଅଟକିଯାଏ। ସେଥିପାଇଁ ମୁଁ ମୋର ସାଇ ସଚରିତରେ ମଧ୍ୟ କହିଛି ଯେ କାହା ବିଷୟରେ ଖରାପ କୁହ ନାହିଁ କି ଭାବ ନାହିଁ, କାହାର ଉନ୍ନତିରେ ଈର୍ଷା ମଧ୍ୟ କର ନାହିଁ। ତୁମେ କେବଳ ତୁମ ଜୀବନରେ ତୁମ କାର୍ଯ୍ୟରେ ସଚୋଟ ରୁହ, ତୁମ ଉନ୍ନତିର ଅଂଶକୁ ଅପେକ୍ଷା କର। ଉପଯୁକ୍ତ ସମୟ ଆସିଲେ ମୁଁ ନିଶ୍ଚିତ ଭାବରେ ତୁମ ପରିଶ୍ରମର ଫଳ ତୁମକୁ ଦେବି। ଆଜି ମୁଁ ତୁମକୁ ଏହି କଥାର ଆଶ୍ୱାସନା ଦେଉଛି। ତୁମେ କେମିତି ଭାବିପାରୁଛ ଆଜି ପର୍ଯ୍ୟନ୍ତ ତୁମେ ଯେଉଁ ଦାନ ଧର୍ମ କରିଛ ତାହାର ଫଳ ତୁମକୁ ମୁଁ ଦେବି ନାହିଁ ବୋଲି? ଏହା କେମିତି ସମ୍ଭବ ପିଲାମାନେ? ଆରେ ମୁଁ ଦେଖିଛି, ଏପରିକି ଯେତେବେଳେ ତୁମ ପାଖରେ କିଛି ନଥିଲା ତେବେ ବି ତୁମେ ତୁମ ଭାଗର କିଛି ଅଂଶକୁ ମଧ୍ୟ ଅସହାୟ ଲୋକଙ୍କୁ ଦାନ କରିଛ। ସେଥିପାଇଁ ତୁମର ଭଲ ସମୟ ମଧ୍ୟ ବର୍ତ୍ତମାନ ଆସିବାକୁ ଯାଉଛି। ହଁ, ଏପରି କିଛି ଘଟଣା ଘଟିଛି ଯେଉଁଠାରେ ତୁମେ ଠିକ୍ ଥିଲେ ମଧ୍ୟ ତୁମ ସହ ଭୁଲ ହୋଇଛି। ତେଣୁ ପିଲାମାନେ ବର୍ତ୍ତମାନ ସେହି ପରିସ୍ଥିତି ମଧ୍ୟ ତୁମ ସପକ୍ଷରେ ହେବ। ଖୁସିରେ ରୁହ, ଖୁବ୍ ହସ, ମୋ ଆଶୀର୍ବାଦ ତୁମ ସହିତ ଅଛି। ଓମ୍ ସାଇରାମ, ଜୟ ସାଇରାମ।